ଗଗନ ସାମଲ ହିନ୍ଦୋଳ ଗଗନ ସାମଲ ଗଗନ ସାମଲ ଘର ହିନ୍ଦୋଳ ଗ୍ରାମ ଗୁରିଲ ଜିଲ୍ଲା ଢେଙ୍କାନାଳ। ଢେଙ୍କାନାଳ ଜିଲ୍ଲା ସେଇଆ କହୁନ ଆଉ ଆମେ ଆଚ୍ଛା ହଉ କ'ଣ ମୁଁ ଆଜ୍ଞା ବହୁତ ଦୁଃଖୀ ମୋ ଦୁଃଖ କହିଲେ ନ ସରେ କାଳିଆର ଡୁରି ଟାଣିଛି ବୋଲି ଆସିଲି ମାନେ ପିଲା ଛୁଆ 3 ଗୋଟି ସ୍ତ୍ରୀ 25 ବର୍ଷ ହେଲା ମରିଗଲାଣି ମାନେ ସେମାନଙ୍କ ଦୁଃଖର ମୋ ଦୁଃଖ ବି ସରିନି ଖାଲି ଝିଅ 2ଟି ବାହାଘର କରିଦେଇଛି ପୁଅ ମଣିଷ ହେଇନି ସବୁବେଳେ ଦୁଃଖ କଷ୍ଟର ଦିନ ଚାଲିଛି ଆଜ୍ଞା ଆଉ ଜଗନ୍ନାଥଙ୍କ ଇଚ୍ଛା ଯାହା ସିଏ କରିପାରିବେ ଆଉ ମହାପ୍ରଭୁ ସବୁ ଦୁଃଖ ଜଣେଇଲେ ଶୁଣୁଛନ୍ତି କ'ଣ ଶୁଣିଛନ୍ତି? ଏ ଝିଅ 2ଟି ବାହାଘର କଲା ବେଳକୁ ବହୁତ କଷ୍ଟରେ ତାକୁ ଜଣେଇଥିଲି ସେ ମୋ ଗୁହାରି ଶୁଣିଛି ଭଲ ପିଲା 2ଟା ପାଇଲି ଏଇଟା ମୋ ମନରେ ବହୁତ ଖୁସି ହେଲା ପୁଅଟି ଟିକେ ମଣିଷ ହେଇନି ବୋଲି ଏଇଟା ବେଶୀ ଚିନ୍ତା ଲାଗୁଛି ଆଉ ସେ ଜଗନ୍ନାଥ ଉପରେ ଛାଡ଼ି ଦେଇଛି ସେ ଯାହା କରିବେ ମାରିବେ ରଖିବେ ମୋ କଷ୍ଟ ତ କହିଲେ ନ ସରେ ମୋ ସ୍ତ୍ରୀ 25 ବର୍ଷ ହେଲା ମରିଗଲାଣି ଆଉ ଜୟ ଜଗନ୍ନାଥ ଟିଭି ଦେଖନ୍ତୁ ଆଜ୍ଞା ଜୟ ଜଗନ୍ନାଥ ଟିଭି ସକାଳେ ଦେଖେ ସନ୍ଧ୍ୟାରେ ଦେଖେ ଧନ୍ୟବାଦ ଜୟ ଜଗନ୍ନାଥ।